Let us meditate on the most auspicious form of a Savitri, on the light of a Supreme, which shall illumine us with the truth. ସବିତାଙ୍କର ସେ ଶ୍ରେଷ୍ଠ ମଙ୍ଗଳମୟ ରୂପ ପରମଙ୍କର ଦିବ୍ୟ ଜ୍ୟୋତିକୁ ଆସ ଆମ୍ଭେମାନେ ଧ୍ୟାନ କରିବା, ଯାହା ଆମକୁ ସତ୍ୟରେ ଆଲୋକିତ କରିବ। ପୂଜ୍ୟ ରଘୁ ଭାଇ, ପରିଚାଳିକା ସ୍ୱର୍ଣ୍ଣ ଅପା ଏବଂ ଉପସ୍ଥିତ ଆମ ମାତୃ ପରିବାରର ସମସ୍ତ ଅପା ଭାଇଙ୍କୁ ପ୍ରଣାମ। ବନ୍ଦେ ମାତରମ୍। ମାଙ୍କ ଶ୍ରୀଚରଣ ପଦ୍ମ ପାଦ ତଳେ ଅନନ୍ତ କୃତଜ୍ଞତାର ସହ ଆଜି ଆମେ ଆଲୋଚନାକୁ ଆରମ୍ଭ କରିବା। ୱାର୍ଡସ୍ ଅଫ୍ ଦ ମଦର ଭଲ୍ୟୁମ୍ 1ର ଆଜି ପାର୍ଟ 35 ଆମେ ଆଲୋଚନା କରୁଛେ ଲିଭିଂ ଦ ଆଶ୍ରମ, ଆଶ୍ରମରୁ ଚାଲିଯିବା ବିଷୟରେ। ଜଣେ ସାଧକ ମାଙ୍କ ପାଖକୁ ଯେଉଁ ଚିଠିଟି ଦେଇଛନ୍ତି, ମା କହୁଛନ୍ତି, ମାତ୍ର ଉତ୍ତରେ କହୁଛନ୍ତି, ଆଇ ହାଭ୍ ରିସିଭ୍ଡ ଆଣ୍ଡ ରିଡ୍ ୟୁର୍ ଲେଟର୍। ମୁଁ ତୁମର ଚିଠିଟି ପାଇଛି ଏବଂ ପଢ଼ିଛି। ପୁଣି ମା କହୁଛନ୍ତି, କେତୋଟି କଥା ପରିଷ୍କାର କରିଦେବା ହୁଏତ ଅଧିକ ଭଲ ହେବ। ପ୍ରଥମ କଥା ହେଲା, ଇଟ୍ ଇଜ୍ ଅଲୱେଜ୍ ଅନୱାଇଜ୍ ଟୁ ଏକ୍ସପେକ୍ଟ ଗ୍ରାଟିଚ୍ୟୁଡ୍ ଫ୍ରମ୍ ପିପୁଲ୍, ସ୍ପେସିଆଲି ଫ୍ରମ୍ ସର୍ଭ୍ୟାଣ୍ଟସ୍। ପ୍ରଥମତଃ ଲୋକମାନଙ୍କଠାରୁ, ବିଶେଷ କରି ଭୃତ୍ୟମାନଙ୍କଠାରୁ କୃତଜ୍ଞତାର ପ୍ରତ୍ୟାଶା କରିବା କେବେ ହେଲେ ବିଜ୍ଞତାର କାର୍ଯ୍ୟ ହେବ ନାହିଁ। ଭୃତ୍ୟମାନଙ୍କଠାରୁ କୃତଜ୍ଞତାର ପ୍ରତ୍ୟାଶା କେବେ ହେଲେ କରାଯାଇପାରିବ ନାହିଁ। ଏଥିପାଇଁ କୁହାଯାଉଛି ଯେ ଭୃତ୍ୟମାନଙ୍କର ଯେଉଁ ଚେତନାଟି ଥାଏ ତାହା ସମ୍ପୂର୍ଣ୍ଣ ଭାବରେ ନିମ୍ନ ସ୍ତର ଥାଏ, ଅବିକଶିତ ଅବସ୍ଥାରେ ଥାଏ। ତାଙ୍କ ଭିତରେ କୌଣସି ୱାଇଡନେସ୍ ନଥାଏ। ସମ୍ପୂର୍ଣ୍ଣ ଭାବରେ ସେମାନେ ଗୋଟିଏ ପ୍ରାଣ ଜଗତ ଭିତରେ ସେମାନେ ବାସ କରୁଥାନ୍ତି। ଉଚ୍ଚ ସ୍ତରର ଚିନ୍ତା ସେମାନଙ୍କ ଭିତରକୁ ଆସିପାରେ ନାହିଁ। ଏମାନେ ଖୁବ୍ ଶୀଘ୍ର ଏମାନେ କୃତଜ୍ଞତା ତ ଦେବା ଜାଣନ୍ତି ନାହିଁ, ବରଂ ଖୁବ୍ ଶୀଘ୍ର ଟିକେ ବିପରୀତ କିଛି କଥା ଘଟିଲେ ସଙ୍ଗେ ସଙ୍ଗେ ସେମାନେ କୃତଜ୍ଞ ହୋଇପଡ଼ନ୍ତି। ଏବଂ ଏହାର ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଆମେ ଦେଖିବା ଶ୍ରୀଅରବିନ୍ଦଙ୍କ ଆଶ୍ରମରେ। ଶ୍ରୀଅରବିନ୍ଦଙ୍କ ଆଶ୍ରମରେ ଯିଏ ଥିଲେ ଜଣେ ଆମର ସାଧକ ବିଜୟ କୁମାର ନାଗ, ତାଙ୍କର ଜଣେ ସମ୍ପର୍କୀୟ ଭାଇ, ତାଙ୍କ ନାଁ ହେଉଛି ନଗେନ ନାଗ। ହଠାତ୍ ତାଙ୍କର ଦେହଟି ଅସୁସ୍ଥ ହୋଇଛି ଏବଂ ଡାକ୍ତର କୌଣସି ପ୍ରକାର ସେଠି ସେ ଯେତେ ଡାକ୍ତରଙ୍କ ପରାମର୍ଶ ନେଲେ ମଧ୍ୟ କୌଣସି ପ୍ରକାର ସେ ରୋଗଟି ଭଲ ହେଲା ନାହିଁ। ଏବଂ ଡାକ୍ତର ପରାମର୍ଶ ଦେଲେ ଯେ ଯଦି କିଛି କ୍ଲାଇମେଟ୍ ଚେଞ୍ଜ କରାଯାଇପାରିବ, ଦ୍ୟାଟ୍ ଟୁ ସି ସାଇଡ଼୍, ଗୋଟିଏ କୌଣସି ଏକ ସମୁଦ୍ର ଉପକୂଳକୁ ଯଦି ପରିବର୍ତ୍ତନ କରାଯାଏ, କ୍ଲାଇମେଟ୍ ଚେଞ୍ଜ କରାଯାଏ, ବା ତାଙ୍କୁ ସେଠିକି ନିଆଯାଏ, ତାହେଲେ ହୁଏତ ତାର କିଛି ସେ ପ୍ରଭାବରେ ତାଙ୍କ ଭିତରେ ଗୋଟେ ମାନସିକ ସ୍ତରରେ, ପ୍ରାଣିକ ସ୍ତରରେ ଏବଂ ତାଙ୍କ ଶରୀରରେ କିଛି ବି ପ୍ରଭାବ ପଡ଼ିବ, ଯାହାଦ୍ୱାରା କି ଭଲ ହେବାର ସମ୍ଭାବନାଟି ଅଧିକ ରହିଛି। ତେଣୁ ବିଜୟନାଗ ଯେତେବେଳେ କଥା ଶୁଣିଲେ ଯେ ଡାକ୍ତର ପରାମର୍ଶ ଦେଉଛନ୍ତି ଯେ କୌଣସି ଏକ ସି ସାଇଡ଼୍ ବା ଗୋଟେ ସମୁଦ୍ର ଉପକୂଳକୁ ଯିବା ପାଇଁ, ତେଣୁ ବିଜୟନାଗକୁ କ'ଣ କହିଲେ ନା, ତୁମେ ପଣ୍ଡିଚେରୀ ଚାଲି ଆସ। ଏଠି କ'ଣ ହେବ, ଦୁଇଟା ପ୍ରକାର କଥା ମିଳିବ। ଗୋଟେ ହେଉଛି କ୍ଲାଇମେଟ୍ ଚେଞ୍ଜ ତ ହେବ, ଏଠି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ପୁଣି ଶ୍ରୀଅରବିନ୍ଦଙ୍କର ସ୍ପିରିଚୁଆଲ୍ ହେଲ୍ପ ମଧ୍ୟ ମିଳିଯିବ। ତେଣୁ ବିଜୟ ନାଗଙ୍କର ସେ ସମ୍ପର୍କୀୟ ଭାଇ ଗଜନ ସେ କ'ଣ କଲେ, ଆସିଲେ। ଏବଂ ଯେତେବେଳେ ନଗେନ ନାଗ ଆସିଲେ, ତାଙ୍କ ସହିତ ଆସିଥିଲେ ତାଙ୍କର ଜଣେ କୁକ୍, ତାଙ୍କ ନାଁ ହେଉଛି ବୀରେନ୍ଦ୍ରନାଥ ରାୟ। ଏବଂ ଯେ ବୀରେନ୍ଦ୍ରନାଥ ରାୟ, ସେ ଥିଲେ ଜଣେ ପ୍ରକୃତ ଜଣେ ସିକ୍ରେଟ୍ ଏଜେଣ୍ଟ ଥିଲେ। ଯେତେବେଳେ ସେ ଆସି ରହିଲେ, କୌଣସି ପ୍ରକାର ସେ ସେଠି ରହିବେ, କିଛି ଗୁପ୍ତ ତଥ୍ୟ ତାଙ୍କର ସେ ଏଜେଣ୍ଟ ହିସାବରେ କିଛି ତଥ୍ୟ ତାଙ୍କ ପ୍ରଦାନ କରିବେ, ଏଥିପାଇଁ ସେ ଗୋଟେ ଗୋପନରେ ଆସି ତାଙ୍କ ପାଖରେ କୁକ୍ ହେଇକି ରହିଥିଲେ। ଏବଂ 6ରୁ 8 ମାସ ରହିବା ପରେ ତାପରେ ସେ ଚାହିଁଲେ ଯେ ତାଙ୍କର ବେଙ୍ଗଲକୁ ସେ ଫେରିଯିବେ। ଏବଂ ଯେତେବେଳେ ସେ ବେଙ୍ଗଲକୁ ଫେରିଯିବେ, ତା ସ୍ଥାନରେ ନୂଆ ଜଣେ ରହିବେ। ଯେତେବେଳେ ନୂଆ ଜଣକୁ ସେଠି ରଖାଯିବ, ନୂଆ ଜଣେ ସେଠି ଆସିବେ, ସେ ନୂଆ ଜଣକୁ କେମିତି ଚିହ୍ନିବେ? କିଏ ସେ ବୀରେନ୍ଦ୍ରନାଥ ରାୟ, କିଏ ସେ କୁକ୍ କିଏ, କେମିତି ଜାଣିବା ଦରକାର। ଏବଂ ତାଙ୍କ ଭିତରେ ଗୋଟେ ପରାମର୍ଶ ହେଲା ଯେ ସେ ବୀରେନ୍ଦ୍ର
ନାଥ ରାୟ କ'ଣ କରିବେ ନା ମୁଣ୍ଡ ଲଣ୍ଡା କରିବେ। ଯଦି ମୁଣ୍ଡ ଲଣ୍ଡା କରନ୍ତି ତାହେଲେ ଯେତେବେଳେ ଆଉ ଜଣେ ସିକ୍ରେଟ୍ ଏଜେଣ୍ଟ ଆସିବେ ତାଙ୍କୁ ଚିହ୍ନି ପାରିବେ ଯେ ଏ ଲଣ୍ଡିତ ମସ୍ତକ ହେଉଛନ୍ତି ସିକ୍ରେଟ୍ ଏଜେଣ୍ଟ। ତାଙ୍କ ସହିତ ସେ କଥାବାର୍ତ୍ତା ହେଇ ସେ ତାଙ୍କର ଫେରିଯିବେ, ତାଙ୍କ ସ୍ଥାନରେ ସେ ରହିବେ। ଏବଂ ସେ ଆଶ୍ରମରେ ଯେ ଥିଲେ ସୁରେଶ ଚକ୍ରବର୍ତ୍ତୀ ବା ତାଙ୍କୁ ସମସ୍ତେ ମନି ବୋଲି ଡାକନ୍ତି, ତାଙ୍କର ଭାରି ବଡ଼ ଇଚ୍ଛା ଥାଏ ସେ କେମିତି ମୁଣ୍ଡ ଲଣ୍ଡା ହେବେ। ତାଙ୍କର ଏଇଟା ଗୋଟିଏ ସକ୍ କହିଲେ ଚଳେ। ସେ ଚାହୁଁଥିଲେ ଯେ ମୁଣ୍ଡକୁ ଲଣ୍ଡା କରିବା ପାଇଁ। କୁକୁ ଯେତେବେଳେ ମୁଣ୍ଡଟିକୁ ଲଣ୍ଡା କରିଦେଲେ ସେ କ'ଣ କଲେ, ସେ ସାଙ୍ଗେ ସାଙ୍ଗେ ସେ ଲଣ୍ଡା ହେଇ ପଡ଼ିଲେ। ତାଙ୍କୁ ଲଣ୍ଡା ହେବାର ଦେଖି ବୀରେନ ଭାବିଲେ ଯେ ମୋ ବିଷୟରେ ବୋଧେ ଏମାନେ ସମସ୍ତେ ଆଶ୍ରମର ସବୁ ଲୋକ ଜାଣିଛନ୍ତି, ମୁଁ ଜଣେ ସିକ୍ରେଟ୍ ଏଜେଣ୍ଟ, ଏ କଥାଟି ସମସ୍ତେ ଜାଣିସାରିଛନ୍ତି। ନହେଲେ ମୁଁ ତ ଲଣ୍ଡା ହେଲି, ସେ କାହିଁକି ଲଣ୍ଡା ହେଲି? ନିଶ୍ଚିତ ଭାବରେ ସିକ୍ରେଟ୍ ଏଜେଣ୍ଟ ଆସିବେ ତାଙ୍କୁ କନଫ୍ୟୁଜ୍ କରିବା ପାଇଁ ଇଏ ଲଣ୍ଡା ହେଇ ପଡ଼ିଛନ୍ତି। ତେବେ ଯାହା ହଉ ସେ ଦିନେ ହଠାତ୍ ଦିନେ କନଫେସ୍ କଲେ, ସ୍ୱୀକାର କଲେ ଯେ ମୁଁ ହେଉଛି ଜଣେ ସିକ୍ରେଟ୍ ଏଜେଣ୍ଟ। ତାପରେ ତାଙ୍କୁ ଯଦି ବା ଶ୍ରୀଅରବିନ୍ଦ ତାଙ୍କୁ କ୍ଷମା କଲେ, ତାଙ୍କୁ ରହିବା ପାଇଁ କହିଲେ, କିନ୍ତୁ ସେ ମାସେ ପରେ ଆଉ ରହିପାରିଲେ ନାହିଁ, ସେ ପୁଣି ଫେରିଗଲେ। ତେବେ ଏଠି କଥା ହେଉଛି ଯେ ଜଣେ ଯେ କି ଶ୍ରୀ ଅରବିନ୍ଦଙ୍କ ପାଖରେ ରହିଛନ୍ତି, ଜଣେ ପରମ ପ୍ରଭୁଙ୍କ ପାଖରେ ରହିକରି ମଧ୍ୟ ସେ କିପରି ଭାବରେ ସିକ୍ରେଟ୍ ଏଜେଣ୍ଟ ଭାବରେ ସେ କାମ କରୁଥିଲେ। ତେଣୁ ତାଙ୍କ ପାଖରୁ କୃତଜ୍ଞତାର ଆଶା କରିବାଟା ନିହାତି ଭାବରେ ଗୋଟିଏ ବିଜ୍ଞତାର କାର୍ଯ୍ୟ ହେବ ନାହିଁ ବୋଲି ମା' କହୁଛନ୍ତି। ଏମିତି ଆମେ ଦେଖିବା ଯେଉଁମାନେ ସବୁ ଅଛନ୍ତି ଗୋଟେ ନିମ୍ନ ଚେତନା ଭିତରେ ଅଛନ୍ତି, ଏଇ ଭୃତ୍ୟ ଶ୍ରେଣୀର ବ୍ୟକ୍ତିମାନେ, ସେମାନେ ଏଭଳି ଗୋଟିଏ ଚେତନା ଭିତରେ ଥାନ୍ତି ତାଙ୍କଠାରୁ କୌଣସି ପ୍ରକାର ମଧ୍ୟ କୃତଜ୍ଞତାର ଆଶା କରାଯାଇପାରିବ ନାହିଁ। ତଥାପି ଅବଶ୍ୟ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟେ। ଅନେକ ଅଛନ୍ତି ଭୃତ୍ୟ ଯେଉଁମାନେ ନଜିର ରହିଛି, ଇତିହାସ ହେଉ, ପୁରାଣ ହେଉ ବା ସାମ୍ପ୍ରତିକ ସମାଜରେ ମଧ୍ୟ ହେଉ, ସେମାନେ କେତେ ତ୍ୟାଗ କରିଛନ୍ତି, ଭୃତ୍ୟ ହିସାବରେ ମଧ୍ୟ ସେମାନେ କେତେ ତ୍ୟାଗ କରିଛନ୍ତି। ଅବଶ୍ୟ ସେଭଳି କେତେକ ଘଟଣା ଆମେ ଜେନେରାଲି ଯାହା ଦେଖାଯାଏ, ମା' ସେ କଥା ଲେଖିଲେ, ଜେନେରାଲି এই ଭୃତ୍ୟ ଶ୍ରେଣୀର ଲୋକମାନଙ୍କ ଠାରୁ କିଛି ମଧ୍ୟ କୃତଜ୍ଞତାର ଆଶା କରିବ ନାହିଁ। ଆମେ ଯଦି ମେବାରର ମହାରାଣାଙ୍କ କଥା ଦେଖିବା, ମେବାରର ମହାରାଣାକୁ ହତ୍ୟା କରିଥିଲେ ଜଣେ ସେଇ ସିଂହାସନ ଲିପ୍ସୁ ଜଣେ ବ୍ୟକ୍ତି, ତାଙ୍କ ନାଁ ହେଉଛି ବନବୀର। ହତ୍ୟା କରିଥିଲେ ମେବାର ମହାରାଣାଙ୍କୁ। ହତ୍ୟା କରିସାରିଲା ପରେ ପୁଣି ସେ ଆସୁଛନ୍ତି କ'ଣ, ମହାରାଣୀ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି ଏବଂ ମହାରାଣୀଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପରିଚାରିକା ପାନ୍ନାଙ୍କୁ କହିଥିଲେ ଯେ ମୋର ଯେଉଁ ଶିଶୁ ସନ୍ତାନଟିଏ ନବଜାତ ରାଜପୁତ୍ର, ତାଙ୍କୁ ତୁମେ କେମିତି ଉତ୍ତମ ରୂପେ ଲାଳନ ପାଳନ କରିବ, ସେ କେମିତି ଭାବି ବଂଶଧର ଏ ସାମ୍ରାଜ୍ୟର ଅଧିକାରୀ ହେବେ, ସେ କଥା ତୁମ ଦାୟିତ୍ୱ। ଏବଂ ପାନ୍ନା ଶପଥ ନେଇଥିଲେ ଯେ ନବଜାତ ରାଜପୁତ୍ରଙ୍କୁ ସେ ଉତ୍ତମ ରୂପରେ ଲାଳନ ପାଳନ କରିବେ ଏବଂ ସେ କଥା ମଧ୍ୟ ସେ କରୁଥିଲେ। ଏବଂ ତାଙ୍କର ସେ ପାନ୍ନାଙ୍କର ମଧ୍ୟ ଗୋଟିଏ ଛୋଟ ପୁଅଟି ଥିଲା। ସେ ତାଙ୍କ ପୁଅକୁ ମଧ୍ୟ ଦେଖାଶୁଣା କରିବାର ଆବଶ୍ୟକତା ରହିଛି। କିନ୍ତୁ ରାଜପୁତ୍ରଙ୍କୁ କାଳେ ଅବହେଳା ହେବ ବୋଲି ସେ ତାଙ୍କ ଶିଶୁପୁତ୍ରକୁ ନିଜ ପାଖକୁ ନେଇ ଆସିଥିଲେ। ସେଇ ପ୍ରସାଦ ଭିତରେ ତାଙ୍କ ପୁଅକୁ ମଧ୍ୟ ରଖିଥିଲେ, ଯାହାଦ୍ୱାରା କି ନିଜ ପୁଅକୁ ଦେଖିବା ସହିତ ରାଜକୁମାରକୁ ମଧ୍ୟ ଦେଖିହେବ। ହଠାତ୍ ଦେଖାଗଲା ସେଇ ବନବୀର ସିଂହାସନ ଲିପ୍ସୁ ସେ କ'ଣ କରିଛି ନା ମେବାରର ମହାରାଣାକୁ ହତ୍ୟା କରିଛି ଏବଂ ଶିଶୁପୁତ୍ରକୁ ହତ୍ୟା କରିବା ପାଇଁ ଗୋଟେ ସେ ତରବାରୀ ହାତରେ ଧରି କ୍ଷିପ୍ର ଗତିରେ ମାଡ଼ି ଆସୁଛି ସେ ଶିଶୁପୁତ୍ରକୁ ହତ୍ୟା କରିବ। ପାନ୍ନା ଯେତେବେଳେ ଦେଖିଲେ ଶିଶୁପୁତ୍ରକୁ ହତ୍ୟା କରିବା ପାଇଁ ସେ ମାଡ଼ି ଆସୁଛି, ସେ ସଙ୍ଗେ ସଙ୍ଗେ ତାଙ୍କର ସେ ସିଦ୍ଧାନ୍ତ ନେଲେ କ'ଣ କରିବାକୁ ହେବ। ସେ ସାଙ୍ଗେ ସାଙ୍ଗେ କ'ଣ କଲେ, ନିଜ ପୁତ୍ରଟିକୁ ଆଣି ରାଜପୁତ୍ର ଯେଉଁ କୋମଳ ଶଯ୍ୟାରେ ଶୟନ କରିଥିଲେ ସେଇଠି ଶୁଆଇଦେଲେ ଏବଂ ରାଜପୁତ୍ରଙ୍କୁ ନେଇ ଆଉ ଜଣେ ଭୃତ୍ୟଙ୍କୁ ଦେଇଦେଲେ ଯେ ତୁମେ ଏହାକୁ ନେଇକି ଶୀଘ୍ର ରାଜପ୍ରସାଦରୁ ପାରିକି ଜଙ୍ଗଲକୁ ଚାଲିଯାଅ। ଏବଂ ସେ ବନବୀର ଆସିଛି, ଯେତେବେଳେ ଦେଖିଛି ଶୟନ କରିଛନ୍ତି ସେ ଶିଶୁପୁତ୍ରଟି, ତାଙ୍କୁ ଖଣ୍ଡାରେ ହତ୍ୟା କରିଛି ଏବଂ ବୀରଦର୍ପର ହସି ହସି ଯାଉଛି, ଯାହା ହଉ ମୁଁ ରାଜପୁତ୍ରକୁ ମଧ୍ୟ ହତ୍ୟା କଲି। ଏଠି ଦେଖିବା ପାନ୍ନା ଯଦିବା ଜଣେ ପରିଚାରିକା ଥିଲେ, କିନ୍ତୁ କିପରି ଭାବରେ ସେ ନିଜର ପୁତ୍ରକୁ ମଧ୍ୟ ତ୍ୟାଗ କଲେ। ଏଇସବୁ ଗୋଟିଏ ଗୋଟିଏ ଘଟଣା, ବିରଳ ଘଟଣା ଦେଖିବାକୁ ମିଳେ, ଯେଉଁମାନେ ପ୍ରକୃତରେ ସେମାନଙ୍କର
କେତେ ଉଚ୍ଚ ସ୍ତରର ସେମାନଙ୍କର ଚିନ୍ତା, କେତେ ଚେତନା। କିନ୍ତୁ ଜେନେରାଲ ସାଧାରଣ ଭାବରେ ଦେଖିଲେ ଯେଉଁମାନେ ଯେଉଁ ବୃତ୍ତିମାନେ ସବୁ ଅଛନ୍ତି ସେମାନେ ପ୍ରକୃତରେ ମା କହିଲେ ସେମାନଙ୍କଠାରୁ ତୁମେ କୃତଜ୍ଞତାର ଆଶା କରିପାରିବ ନାହିଁ। ହୁଏତ ମା ଯାହା ପାଖକୁ ଏ ଚିଠିଟି ଲେଖୁଛନ୍ତି ସେ ନିଶ୍ଚିତ ଭାବରେ କୌଣସି ଏକ ଏଭଳି ଏକ ଗୋଟେ ପରିସ୍ଥିତିର ହୁଏତ ସାମ୍ନା କରିଥିବେ। ପୁଣି ମା ଦ୍ୱିତୀୟତ କହୁଛନ୍ତି ସେକେଣ୍ଡ, when it is only the one who jokes that express pleasure in the joke, it is called a bad joke. ଦ୍ୱିତୀୟତଃ ଯେତେବେଳେ ଥଟ୍ଟା କରୁଥିବା ବ୍ୟକ୍ତି ଜଣକ ହିଁ ତାର ସେଇ ଥଟ୍ଟା କରିବାରୁ ଆନନ୍ଦ ପାଉଥାଏ ସେତେବେଳେ ସେ ଥଟ୍ଟାକୁ ଆଦୌ ଉତ୍ତମ ବୋଲି କୁହାଯିବ ନାହିଁ। ଏ ଗୋଟିଏ ନିହାତି ଭାବରେ ଗୋଟିଏ ନିମ୍ନ ଚେତନାର ପରିଚୟ। ଅନ୍ୟକୁ ଥଟ୍ଟା କରିବା ଏବଂ ସେ ଥଟ୍ଟା କରିବା ଛଳରେ ହସିକିରି ସେଇଠିକୁ ଏନ୍ଜୟ କରିବା ଏବଂ ତାପରେ କହୁଥିବେ ପ୍ଲିଜ୍ ଡୋଣ୍ଟ ମାଇଣ୍ଡ, ଏମିତି କହିଦେଲି ପ୍ଲିଜ୍ ଡୋଣ୍ଟ ମାଇଣ୍ଡ, ଏମିତି କହିଦେଲି କିଛି ମନେ କରିବେ ନାହିଁ, କିନ୍ତୁ ପରିହାସ କରୁଥିବେ, ପରିହାସ ଛଳରେ ସେ ହସୁଥିବେ ଏବଂ ତାକୁ ଆନନ୍ଦର ସହିତ ତାକୁ ଏନ୍ଜୟ କରୁଥିବେ, ତାପରେ କହୁଥିବେ ଦୟାକରି କିଛି ମନେ କରିବେ ନାହିଁ। ଯେଉଁ ବ୍ୟକ୍ତି ଜଣକ ଏହିପରି କରୁଥାଏ, ଥଟ୍ଟା କରୁଥାଏ ଏବଂ ସେ ଥଟ୍ଟାରୁ ସେ ଆନନ୍ଦ ପାଉଥାଏ ସେତେବେଳେ ସେ ଥଟ୍ଟାକୁ କେବେ ହେଲେ ଉତ୍ତମ ବୋଲି କୁହାଯିବ ନାହିଁ। ପୁଣି ମା ତାଙ୍କ ପାଖକୁ ଚିଠି ଲେଖୁଛନ୍ତି ଫାଇନାଲି it is not necessary to attach any importance to the opinions of people because they are only the passing results of passing impressions. Other circumstances and new impressions will easily change them. ସର୍ବଶେଷରେ ଲୋକମାନଙ୍କର ମତ ଗୁଡ଼ାକ ଉପରେ କୌଣସି ମହତ୍ତ୍ୱ ଦେବା ଆଦୌ ଉଚିତ ନୁହେଁ, କାରଣ ସେ ମତ ସବୁ କେତେକ ସାମୟିକ ଧାରଣାରୁ ହିଁ ଉତ୍ପନ୍ନ ହୋଇ ଆସିଥାଏ। ପରିସ୍ଥିତି ଭିନ୍ନ ହେଲେ ଓ ନୂଆ ଧାରଣାମାନ ଜନ୍ମ ଲାଭ କଲେ ସେହି ମତ ଗୁଡ଼ିକ ମଧ୍ୟ ଭାରି ସହଜରେ ପରିବର୍ତ୍ତିତ ହୋଇଯାଆନ୍ତି। ଯେଉଁ ମତ ଗୁଡ଼ିକ ଉପରେ ଆମେ ଦେଖିବା ବିଭିନ୍ନ ସମୟରେ କେତେ ମତ ସବୁ ଆସିଛି ଏବଂ ତା'ର ପରିବର୍ତ୍ତନ ମଧ୍ୟ ଘଟିଛି। କୌଣସି ଗୋଟିଏ ମତ ଯେ ସବୁବେଳ ପାଇଁ ସତ୍ୟ ଏକଥାଟିକୁ କୁହାଯାଇ ପାରିବ ନାହିଁ। ଅବଶ୍ୟ ସବୁ କ୍ଷେତ୍ରରେ ନୁହେଁ। ଭଗବାନ ସତ୍ୟ ଏ କଥାଟି ସେଇ ପୂର୍ବ କାଳରୁ ରହିଛି ଏବଂ ସୃଷ୍ଟି ପର୍ଯ୍ୟନ୍ତ ମଧ୍ୟ ଏକଥା ରହିବ, ଭଗବାନ ସତ୍ୟ, ତାଙ୍କୁ ଅସ୍ୱୀକାର କରିବନି। କିନ୍ତୁ ଅନେକ କିଛି ମତ ଯେଉଁଗୁଡ଼ିକ କୌଣସି ମଣିଷର ସେଇ ସାମ୍ପ୍ରତିକ ପରିବେଶ ପରିସ୍ଥିତି ଘଟଣା ଏହି ଧାରଣାରୁ ଉତ୍ପନ୍ନ ହୋଇଥାଏ ଏବଂ ପୁଣି ଯେତେବେଳେ ପରିସ୍ଥିତିଟି ଭିନ୍ନ ହୁଏ, ପୁଣି ନୂଆ ଧାରଣା କିଛି ଆସେ, ସେତେବେଳେ ସେଗୁଡ଼ିକ ପରିବର୍ତ୍ତିତ ହୋଇଯାନ୍ତି। ଯେମିତି ଆଦି ଶଙ୍କରାଚାର୍ଯ୍ୟ କହିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ବ୍ରହ୍ମ ହିଁ ଏକମାତ୍ର ସତ୍ୟ, ଏହି ଜଗତ ଅସ୍ଥାୟୀ ବା ମାୟା। ରାମାନୁଜାଚାର୍ଯ୍ୟ କହିଲେ ଯେ ଜଗତ ଭଗବାନଙ୍କର ଏକ ଅଂଶ, ଆକୁ ମିଥ୍ୟା ବୋଲି କୁହାଯାଇ ପାରିବ ନାହିଁ। ଇଏ ତ ବହୁତ ଦୂରର କଥା, ଆମେ ଟିକେ ଆମ ପାଖାପାଖି କଥା ହେବା, ଆମ ନିଜ ବୈବାହିକ କଥା। ଧରନ୍ତୁ ଜଣେ ଗୋଟେ ଉପବାସ କଥା ନେବା, ଗୋଟେ ମତ ରହିଛି କ'ଣ, ଜାଗରଟେ ହେଉ ବା ବର୍ତ୍ତମାନ ସାବିତ୍ରୀ ବ୍ରତ ନିକଟରେ ଯାଇଛି, ଏଥିରେ ଉପବାସର କଥା ରହିଛି ବା କେହି ନିର୍ଜଳା ଉପବାସ ମଧ୍ୟ ରୁହନ୍ତି। ଇଏ ହେଉଛି ଗୋଟିଏ ପ୍ରକାର ଗୋଟେ ମନର ଅବସ୍ଥା, ଯେ ଯେଉଁଭଳି ଭାବରେ ଏହାକୁ ଗ୍ରହଣ କରିପାରେ। ଜଣେ କହିବ ମୁଁ ନିର୍ଜଳ ଉପବାସ ରହିବି, କିଏ କହିବ ନାହିଁ ଆବଶ୍ୟକ ଉପବାସ ହେବାର ଆବଶ୍ୟକତା ନାହିଁ, ଉପବାସ ନ କରି ମଧ୍ୟ ଜଣେଙ୍କ ଭିତରେ ସେ ଭକ୍ତିଭାବଟି ରହିଲେ ତାହା ହିଁ ହେଉଛି ଯଥାର୍ଥ ପୂଜା। ତେଣୁ ଏ ଯେଉଁ ନିର୍ଜଳ ଉପବାସଟା ରହିବା କଥାଟିକୁ ଆମେ ତାକୁ ସବୁବେଳ ପାଇଁ ଏହା ଯେ ସମସ୍ତଙ୍କ ପାଖରେ ସତ୍ୟ ଏ କଥାଟି କହିପାରିବା ନାହିଁ। କିଏ ତାକୁ ତାର ନିଷ୍ଠାର ସହିତ କିଏ ପାଳନ କରୁଛି, ଅନ୍ୟ କେହି ଜଣେ ଭାବୁଛି ଯେ ନାଇଁ ଏହାର ଆବଶ୍ୟକତା ନାହିଁ, ଶରୀରକୁ କଷ୍ଟ ଦିଏ, କୌଣସି ସାଧନା କରାଯାଇ ପାରିବ ନାହିଁ। ତେଣୁ ଇଏ ମତଟି ସବୁବେଳେ କ'ଣ ହେଉଥାଏ, ପରସ୍ପର ଭିତରେ ଗୋଟିଏ ସମସ୍ତଙ୍କ ପାଖରେ ଏସବୁର ଭିନ୍ନତା ରହିଛି। ପୁଣି ଛୁଆଁ ଅଛୁଆଁ ଭେଦଭାବଟିଏ ରହିଛି। ଯେମିତି ଲକ୍ଷ୍ମୀ ପୁରାଣରେ ଅଛି ଯେ ବ୍ରାହ୍ମଣଙ୍କ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଖୁଆଖୁଇ ହେବେ। ଇଏ ଗୋଟିଏ ସମୟରେ ଯଦି ବା ଲକ୍ଷ୍ମୀ ପୁରାଣରେ
ବଳରାମ ଦାସ ଏ କଥା ଲେଖିଲେ ଯେ ସମସ୍ତଙ୍କ ଭିତରେ ଏଇ ଯେଉଁ ଜାତି ପ୍ରଥାଟି ରହିଛି ବା ଛୁଆଁ ଅଛୁଆଁ ଭେଦଭାବଟି ଥିଲା ତାକୁ ବିଲୋପ କରିବା ପାଇଁ ଏହା ଏକ ମାଧ୍ୟମ ଥିଲା। କିନ୍ତୁ ସେତେବେଳେ ଲୋକମାନଙ୍କ ଭିତରେ ଯେଉଁ ପ୍ରକାର ଗୋଟିଏ ଛୁଆଁ ଅଛୁଆଁ ଭେଦଭାବଟି ଥିଲା, ଅତି ସେମାନେ ଗୋଟିଏ ନିମ୍ନ ସ୍ତରର ଗୋଟେ ମାନସିକ ବିକୃତି ଭିତରେ ମଣିଷ ବଞ୍ଚୁଥିଲା। ତା ଭିତରେ ଗୋଟେ ଅହଂଭାବ ଥିଲା ଯେ ମୁଁ ଗୋଟେ ଉଚ୍ଚ ଜାତିର ନିଚ ଜାତିର ଲୋକକୁ ସ୍ପର୍ଶ କରିବି ନାହିଁ। କାଳକ୍ରମେ ସେ ମତଟି ମଧ୍ୟ ବଦଳି ଯାଇଛି। ପ୍ରତ୍ୟେକ ବର୍ତ୍ତମାନ ଦେଖିବାକୁ ଗଲେ ସମସ୍ତେ ଆଉ ସେ ଜାତି ପ୍ରଥା ଭେଦଭାବ ଛୁଆଁ ଅଛୁଆଁ ଏସବୁର ଅଭିମାନ ଆଉ ନାହିଁ। ମୁଁ ବଡ଼ ଜାତିର ଏ ଅଭିମାନଟି ଆଉ ନାହିଁ। ସମୟକ୍ରମେ ଏସବୁ କଥା ନୂଆ ନୂଆ କଥା ଭିତରେ ଯେତିକି ଜଣଙ୍କର ଗୋଟେ ଚେତନାର ଅଗ୍ରଗତି ଘଟିଥିବ ସେ ଅନୁସାରେ ତା ଭିତରେ ପରିବର୍ତ୍ତନଟି ଆସୁଥିବ। ପୁଣି ମା 13 ଡିସେମ୍ବର 1966 ମା ଜଣେ ସାଧୁଙ୍କ ପାଖକୁ ଲେଖୁଛନ୍ତି, ମୋର ପ୍ରିୟ ସନ୍ତାନ, ଶାଶ୍ୱତ କାଳ ପାଇଁ ତୁମେ ମୋର ପୁତ୍ର ଓ ମୁଁ ତୁମର ମା। ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ। ମୁଁ ତୁମର ଆଧ୍ୟାତ୍ମିକ ଅଭିବୃଦ୍ଧିର ସମସ୍ତ ଦାୟିତ୍ୱ ଗ୍ରହଣ କରୁଛି ଏବଂ ତୁମେ ଯେତେଦିନ ପର୍ଯ୍ୟନ୍ତ ଆଶ୍ରମକୁ ନିଜର ଘର ପରି ଅନୁଭବ କରୁଥିବ ଏବଂ ଦିବ୍ୟ ପରମ କାର୍ଯ୍ୟ ଲାଗି ଆପଣଙ୍କୁ ଉତ୍ସର୍ଗୀକୃତ କରି ରଖିଥିବ ସେ ପର୍ଯ୍ୟନ୍ତ ତୁମ ଏଠାରେ ଅବଶ୍ୟ ରହିପାରିବ। ଶ୍ରଦ୍ଧା ଏବଂ ଅନେକ ଆଶୀର୍ବାଦ ସହିତ। ଆଜି ଗୋଟିଏ ପଢ଼ୁଥିଲି ମା ଲେଖିଛନ୍ତି, ଗୋଟେ ଜାଗାରେ ଲେଖା ଅଛି ଯେ ଯେତେବେଳେ ଯଦି ଭଗବାନଙ୍କର ଡିଭାଇନ୍ ହେଲ୍ପ ଯେଉଁ ତୁମ ସହିତ ରହିଛି, ଭଗବାନ ଯେଉଁ ତୁମ ସହିତ ରହିଛନ୍ତି, ତୁମ ମସ୍ତକର କୌଣସି ଗୋଟିଏ କେଶକୁ ମଧ୍ୟ କେହି ସ୍ପର୍ଶ କରିପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଭଗବାନ ତୁମ ସହିତ ଅଛନ୍ତି, ଭଗବାନଙ୍କର ସେ ଡିଭାଇନ୍ ହେଲ୍ପ ତୁମ ସହିତ ଅଛି, କୌଣସି ଗୋଟିଏ ତୁମ ମସ୍ତକର କୌଣସି ଗୋଟିଏ କେଶକୁ ମଧ୍ୟ କେହି ସ୍ପର୍ଶ କରିପାରିବେ ନାହିଁ। ଏ କଥାଟି ମା ଲେଖୁଛନ୍ତି ଯେ ତୁମେ ସାଧକ ପାଖକୁ ଲେଖୁଛନ୍ତି ଯେ ତୁମେ ମୋଟେ ବ୍ୟସ୍ତ ହେବନି। ତୁମର ଆଧ୍ୟାତ୍ମିକ ଅଭିବୃଦ୍ଧିର ସମସ୍ତ ଦାୟିତ୍ୱ ଗ୍ରହଣ କରୁଛି। ପ୍ରକୃତରେ ଆମ ଆଧ୍ୟାତ୍ମିକ ଅଭିବୃଦ୍ଧିର ସମସ୍ତ ଦାୟିତ୍ୱ ମାଙ୍କର। ଏବଂ ମା ଏଠି ଲେଖିଲେ ଯେ ଦିବ୍ୟ ପରମ କାର୍ଯ୍ୟ ଲାଗି ଆପଣାକୁ ଉତ୍ସର୍ଗୀକୃତ କରି ରଖିଥିବ। ଯେ ପର୍ଯ୍ୟନ୍ତ ଦିବ୍ୟ ପରମ କାର୍ଯ୍ୟ ଲାଗି ଆପଣଙ୍କୁ ଉତ୍ସର୍ଗୀକୃତ କରି ରଖିଥିବ ସେ ପର୍ଯ୍ୟନ୍ତ ତୁମେ ଏଠାରେ ଅବଶ୍ୟ ରହିପାରିବ। ସେହି ଭଗବାନଙ୍କର କାର୍ଯ୍ୟ, ସେ ଦିବ୍ୟ ପରମଙ୍କର କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା, ସମ୍ପୂର୍ଣ୍ଣ ଭାବରେ ଗୋଟେ ସମର୍ପଣର ମନୋଭାବ ନେଇକି। ଏ କାର୍ଯ୍ୟଟି ମୁଁ ଯେଉଁ କାର୍ଯ୍ୟଟି କରୁଛି, ମା ଯେମିତି ଆମେ ଆଗରୁ ଆଲୋଚନା କରିଥିଲେ ଯେ ଆମେ ଯେଉଁ କାର୍ଯ୍ୟଟି କରୁଛେ କାହା ପାଇଁ କରୁଛେ, ଏ ପାଠଚକ୍ରଟି ହେଉଛି କାହା ପାଇଁ ହେଉଛି। ଆମେ କାର୍ଯ୍ୟ କରୁଛେ କାହା ପାଇଁ କାର୍ଯ୍ୟ କରୁଛେ, ରୋଷେଇ କରୁଛେ କାହା ପାଇଁ କରୁଛେ, ଶୟନ କରୁଛେ କାହା ପାଇଁ କରୁଛେ, ଯାହା ବି କାର୍ଯ୍ୟ ସବୁ କରୁଛେ କାହା ପାଇଁ କରୁଛେ। ନିଜ ଖୁସି ପାଇଁ କରୁଛେ ନା ଅନ୍ୟମାନଙ୍କୁ ଖୁସି କରିବା ପାଇଁ କରୁଛେ? କୌଣସିଟି ସତ୍ୟ ନୁହେଁ। ଆମେ ନିଜ ପାଇଁ କରୁନାହୁଁ, ଅନ୍ୟକୁ ଖୁସି କରିବା ପାଇଁ କରୁନାହୁଁ, ପ୍ରଶଂସା ପାଇବା ପାଇଁ କାର୍ଯ୍ୟ କରୁନାହିଁ। ଆମେ କାର୍ଯ୍ୟ କରୁଛୁ କେବଳ ସେ ଭଗବାନଙ୍କ ନିମିତ୍ତ, ଭଗବାନଙ୍କ ଉଦ୍ଦେଶ୍ୟରେ ତାଙ୍କର ନିମିତ୍ତ ହେଇକରି ଆମେ ତାଙ୍କରି ପାଇଁ କାର୍ଯ୍ୟ କରୁଛୁ। ଗୋଟେ ଦିବ୍ୟ କର୍ମ ପାଇଁ କାର୍ଯ୍ୟ କରୁଛୁ, ଭଗବାନଙ୍କୁ ଅଭିବ୍ୟକ୍ତ କରିବା ପାଇଁ କାର୍ଯ୍ୟ କରୁଛୁ। ତେଣୁ ସେହି ପ୍ରକାର ଭାବନାଟି ନିଜ ଭିତରେ ରହିବ ଯେ ନିଜକୁ ଉତ୍ସର୍ଗ କରିଦେବା ଏ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ। ଯେମିତି ମା କହିଲେ କୌଣସି ପ୍ରକାର ଗୋଟେ ରହିବନି, ନିଜ ଭିତରେ ଗୋଟେ କୁନ୍ତୁ ଭାବ ରହିବନି, ଗୋଟେ ଲମ୍ଫ ପ୍ରଦାନ। କ'ଣ ଅଛି ପାଣିରେ, କେଉଁଠି ଡାଙ୍ଗଟେ ଥିବ, ପଥରଟେ ଥିବ, କ'ଣ ଥିବ, ପଡ଼ିଯିବି, ଗୋଡ଼ କେଉଁଠି ବାଜିଯିବ, କ'ଣ ସେ ଚିନ୍ତା ନାହିଁ। ସିଧାସଳଖ ଲମ୍ଫ ପ୍ରଦାନ। କାରଣ ମୋ ପାଖରେ ମୋର ମା ଅଛନ୍ତି, ମା ମୋତେ ତାଙ୍କ କୋଳରେ ଧାରଣ କରିଛନ୍ତି। ମୋର ଅସୁବିଧା କ'ଣ ଅଛି, ଭୟ କ'ଣ ଅଛି, କାହାକୁ ଭୟ କରିବି? ତେଣୁ ମା ସେ ସାଧୁ କହୁଛନ୍ତି ଯେ ତୁମେ ଯେତେ ଦିନ ପର୍ଯ୍ୟନ୍ତ ନିଜକୁ ଏଇ କାର୍ଯ୍ୟ ଏଠି ଆଶ୍ରମରେ ରହିବ ଏବଂ ଏ କାର୍ଯ୍ୟ ଯାହା କରୁଛ ସେ ଭଗବାନଙ୍କ ଲାଗି କରୁଛ, ପରମଙ୍କ ପାଇଁ କାର୍ଯ୍ୟ କରୁଛ, ଏଇ କଥାରେ ଭାବି ଯେ ପର୍ଯ୍ୟନ୍ତ ତୁମେ ଭାବିବ ସେ ପର୍ଯ୍ୟନ୍ତ ଏଠି ତୁମେ ରହିପାରିବ। ଏ
ଏ କଥାଟି ଆମେ ସମସ୍ତ ଆମେ ସେ ଆଶ୍ରମରେ ରହି କାର୍ଯ୍ୟ କରିବା ବା ଘରରେ କାର୍ଯ୍ୟ କରିବା, ଘର ମଧ୍ୟ ଏକ ଆଶ୍ରମ। ଆମେ ଆଶ୍ରମରେ ଜଣେ କାର୍ଯ୍ୟ କରୁଛେ, ଆମେ ଘରରେ କାର୍ଯ୍ୟ କରୁଛେ, ଏଥିରେ କୌଣସି ପ୍ରକାର ନାହିଁ, ଗୋଟେ ପାର୍ଥକ୍ୟ ନାହିଁ। ଯେ ଆଶ୍ରମରେ ଯିଏ ଅଛନ୍ତି ସେ ମାଆଙ୍କର ନିକଟରେ ଅଛନ୍ତି, ଆମେ ଘରରେ କାର୍ଯ୍ୟ କରୁଛୁ, ସଂସାର ଭିତରେ କାର୍ଯ୍ୟ କରୁଛୁ, ଏକ ଗୃହସ୍ଥ ଜୀବନଯାପନ ଭିତରେ କାର୍ଯ୍ୟ କରୁଛୁ, ତେଣୁ ଆମେ ଦୂରରେ ଅଛୁ ସେ କଥା ମୋଟେ ନୁହେଁ। କିଏ କେଉଁଭଳି ଭାବରେ କେଉଁ ମନୋଭାବରେ କେଉଁ ଚେତନାରେ ରହିକରି କାର୍ଯ୍ୟ କରୁଛି ସେଇ ଭାବନାଟି ମାଆଙ୍କୁ ନିକଟରେ ବା ଦୂରରେ ରଖିପାରେ। ପୁଣି ମା ଲେଖୁଛନ୍ତି ଆଉ ସାଧକଙ୍କୁ, ଦ ପାଥ୍ ଇଜ୍ ନଟ୍ ଆନ୍ ଇଜି ୱାନ୍। ମାର୍ଗଟି ଆଦୌ ସହଜ ନୁହେଁ। ଟୁ ରିମେନ୍ ହିୟର୍ ଇଜ୍ ପସିବୁଲ୍ ଓନ୍ଲି ଫର୍ ଦୋଜ୍ ହୁ ଫିଲ୍ ଡିପ୍ ଇନ୍ ଦେମ୍ସେଲ୍ଭସ୍ that here is the only place in the world where they must live. ସେମାନେ ରହିବା ଲାଗି ଏହା ଏକମାତ୍ର ସ୍ଥାନ ବୋଲି ଯେଉଁମାନେ ନିଜ ଭିତରେ ଗଭୀର ଭାବରେ ଅନୁଭବ କରୁଥିବେ, କେବଳ ସେହିମାନଙ୍କ ପାଇଁ ଏଠାରେ ରହିବା ସମ୍ଭବ ହେବ। ଯେଉଁମାନେ ଆଶ୍ରମ ରହିବାକୁ ମା ଲେଖିଲେ ଓନ୍ଲି ପ୍ଲେସ୍, ଏକମାତ୍ର ସ୍ଥାନ, ବୋଲ୍ଡ ଅକ୍ଷରରେ ମା ଲେଖିଛନ୍ତି ଓନ୍ଲି ପ୍ଲେସ୍, ଏଇଠି ହେଉଛି ମୋ ପାଇଁ ଏକମାତ୍ର ସ୍ଥାନ। ଏଇ କଥାରେ ଯିଏ ଅନୁଭବ କରିବେ, ଗଭୀର ଭାବରେ ଅନୁଭବ କରିବେ, ଏଇ ହେଉଛି ମୋ ପାଇଁ ଏକମାତ୍ର ସ୍ଥାନ, ଆଉ କେଉଁଠି ମୁଁ ରହିପାରିବି ନାହିଁ। କାହିଁ ସୁଦୂର ଫ୍ରାନ୍ସ, କାହିଁ ଭାରତବର୍ଷ, ମା ଚାଲି ଆସିଲେ। ମା ଜାଣିଥିଲେ ଏଇ ହେଉଛି ମୋର କର୍ମଭୂମି, ଏଇ ହେଉଛି ଦିବ୍ୟଭୂମି, ଏଇ ହେଉଛି ସାଧନାର ଭୂମି, ଏଇଠି ହେଉଛି ତପସ୍ୟାର ଭୂମି। ତେଣୁ ମା ଚାଲି ଆସିଲେ। ଗୋଟେ ନୂତନ ପୃଥିବୀ ପ୍ରତିଷ୍ଠା କରିବା ପାଇଁ ଯେଉଁ ଏନ୍ତୁଡ଼ିଶାଳଟି ନିର୍ମାଣ କରାଗଲା ପଣ୍ଡିଚେରୀରେ, ସେଇଠାରେ ଯେଉଁମାନେ ରହିବେ, ଯେଉଁ ସାଧକମାନେ ରହିବେ, ସେମାନେ କେବଳ ଯେ ଗୋଟିଏ ନିଜର ପୂର୍ବରୁ ମଧ୍ୟ ମା ସୁନ୍ଦର ଭାବରେ ଏ ବିଷୟରେ ଆଲୋଚନା ମା କରିଛନ୍ତି ଯେ ଯେଉଁମାନେ ଆଶ୍ରମରେ ରହିବେ ସେମାନେ ଗୋଟେ ଭବିଷ୍ୟତରେ ଗୋଟେ ନିର୍ମାଣ କରିବା ପାଇଁ ରହୁଛନ୍ତି। এই କାରଖାନାରେ ଯେଉଁମାନେ କାମ କରୁଛନ୍ତି, ଭବିଷ୍ୟତର ନିର୍ମାଣର କାରଖାନା ଏଠି ଚାଲିଛି। ତେଣୁ ମା ଲେଖିଲେ ଦ ପାଥ୍ ଇଜ୍ ନଟ୍ ଆନ୍ ଇଜି ୱାନ୍। ମାର୍ଗଟି ଆଦୌ ସହଜ ନୁହେଁ। ଆଶ୍ରମ ରହିକରି କାର୍ଯ୍ୟ କରିବା, ଯେଉଁମାନେ ଭାବନ୍ତି ଯେ ଗୋଟିଏ ଏମିତି ଗୋଟେ ଜୀବନରୁ ପଳାୟନ କରିବା ପାଇଁ ଯେଉଁମାନେ ଚାହାନ୍ତି, ଏ ଜୀବନଟା ବଡ଼ ଦୁଃଖପୂର୍ଣ୍ଣ, ଏଠି ସୁଖ ନାହିଁ, ଶାନ୍ତି ନାହିଁ, ଆନନ୍ଦ ନାହିଁ, ଏ ଜୀବନରୁ ପଳାୟନ କରିବା, ଏଠି କେବଳ ଦୁଃଖ ଅଛି, କଷ୍ଟ ଅଛି, ଯନ୍ତ୍ରଣା ଅଛି, ଏଠୁ ପଳାୟନ କରି ଆଶ୍ରମ ରହିଲେ ସେଠି ଗୋଟିଏ ସୁଖମୟ ଜୀବନଯାପନ ମିଳିବ, ଏ କଥା ପାଇଁ ଯେଉଁମାନେ ଚାହାନ୍ତି ମା କହୁଛନ୍ତି ସେମାନେ ପାଇଁ ଆଶ୍ରମ ନୁହେଁ। ଏଠି ତ ଅଧିକ କାମ କରିବାକୁ ପଡ଼ିବ। ବାହାରେ ଯେଉଁମାନେ କାମ କରୁଛନ୍ତି ତାଠୁ ଅଧିକ କାମ ହେଉଛି ଆଶ୍ରମରେ। ସେମାନେ ସେଠି ଖାଲି ଖାଇ ପିଇ ବଞ୍ଚିବା କଥା, ଏଠି ତ ଗୋଟିଏ ସାଧନା କରିବା ପାଇଁ ସେମାନେ ଆସିବେ, ସହଜ କଥା ନୁହେଁ। ତେଣୁ ମା ଲେଖିଲେ ଦ ପାଥ୍ ଇଜ୍ ନଟ୍ ଆନ୍ ଇଜି ୱାନ୍। ମାର୍ଗଟି ସହଜ ନୁହେଁ, କିନ୍ତୁ ଯେଉଁମାନେ ଭାବନ୍ତି ଏଇଠି ହେଉଛି ଓନ୍ଲି ପ୍ଲେସ୍ ମୋ ପାଇଁ, ସେମାନେ ବା କହିଲେ ସେଇମାନଙ୍କ ପାଇଁ ଏଠାରେ ରହିବା ସମ୍ଭବ। ଦିସ୍ ମେ ମଷ୍ଟ କମ୍ ଟୁ ୟୁ, ବଟ୍ ମିନ୍ ହ୍ୱାଇଲ୍ ଇଟ୍ ଇଜ୍ ବେଟର୍ ଟୁ ଗୋ ବ୍ୟାକ୍ ଟୁ ଦ ୱାର୍ଲଡ ଆଣ୍ଡ ସି ହ୍ୱାଟ୍ ଇଟ୍ ହାଜ୍ ଟୁ ଗିଭ୍ ୟୁ। ଏହା ହୁଏତ ଅବଶ୍ୟ ତୁମ କ୍ଷେତ୍ରରେ ମଧ୍ୟ ସତ ହୋଇପାରେ, ମାତ୍ର ବର୍ତ୍ତମାନ ତୁମେ ବାହାରକୁ ଫେରିଗଲେ ଓ ବାହାର ପୃଥିବୀ ତୁମକୁ କ'ଣ ଦେଉଛି ବା ନ ଦେଉଛି ଦେଖିଲେ ତାହା ହିଁ ତୁମ ଲାଗି ଅଧିକ ଭଲ ହେବ। ମା ଲେଖିଲେ ଯେ ଯେତେବେଳେ ଜଣେ ଗୁରୁଙ୍କ ପାଖରେ ଜଣେ ରହୁଛି, ଆଉ ଜଣେ ଗୁରୁଙ୍କଠୁ ବହୁତ ଦୂରରେ, ଜଣେ ଗୁରୁଙ୍କ ପାଖରେ ରହି ଭାବୁଛି ଯେ ସଂସାରଟା କେଡ଼େ ସୁନ୍ଦର, ସାଂସାରିକ ଜୀବନଟା କେଡ଼େ ମଧୁର, ସେ ଗୁରୁଙ୍କ ପାଖରେ ରହିଛି କିନ୍ତୁ ସଂସାର ବିଷୟରେ ଭାବୁଛି। ଆଉ ଜଣେ ସଂସାର ଭିତରେ ରହିଛି କିନ୍ତୁ ନିରନ୍ତର ସେ ଗୁରୁଙ୍କୁ ଧ୍ୟାନ କରୁଛି ଯେ ମୁଁ ଗୁରୁଙ୍କ ପାଖରେ ରହିଥିଲେ କେତେ ସୁନ୍ଦର ନ ହେଇଥାନ୍ତା, ଏ ସଂସାର ମୋତେ କ'ଣ ଦେବ, କ'ଣ ଆନନ୍ଦ ଏଥିରେ ମୁଁ ପାଉଛି। ତାହେଲେ ଯେ ଗୁରୁଙ୍କ ନିକଟରେ ଥାଇକରି ମଧ୍ୟ ସେ ସଂସାର କଥା ଭାବୁଛି, ସିଏ ପ୍ରଭୁଙ୍କର ନିକଟତର, ନା ଯେ ଦୂରରେ ଥାଇକରି ସେ ଗୁରୁଙ୍କର ସାନ୍ନିଧ୍ୟରେ ରହିଛି ସିଏ ନିକଟତର। ତେଣୁ ଏଇ କଥାଟି ମା ଲେଖୁଛନ୍ତି ଯେ ତୁମେ ଆଶ୍ରମ ରହିକରି କ'ଣ ପାଉଛ କ'ଣ ନ ପାଉଛ
କେତେବେଳେ ତୁମେ ଅନୁଭବ କରିବ ନା ତୁମେ ବାହାରକୁ ଫେରିଯାଅ। ବର୍ତ୍ତମାନ ତୁମେ ବାହାରକୁ ଫେରିଗଲେ ଓ ବାହାର ପୃଥିବୀ ତୁମକୁ କ'ଣ ଦେଉଛି ବା ନ ଦେଉଛି ଦେଖିଲେ ତାହା ହିଁ ତୁମ ଲାଗି ଅଧିକ ଭଲ। ଜଣେ ଆଶ୍ରମ ବାହାରକୁ ଗଲା ପରେ ସେ ଜାଣିବ ଯେ ପ୍ରକୃତିରେ ବାହାରର ଦୁନିଆ ମୋତେ କ'ଣ ଦେଉଛି। ଜଣଙ୍କ ଭିତରେ ଯଦି ପ୍ରକୃତିରେ ଗୋଟେ ଅନ୍ୱେଷଣ ଭାବ ଥିବ, ପ୍ରକୃତିରେ ଗୋଟେ ଆସ୍ପୃହା ଥିବ, ପ୍ରକୃତିରେ ତା ଭିତରେ ସେ ଗୋଟେ ଖୋଜୁଥିବ କିଛି, ତାହେଲେ ସେ ବାହାରକୁ ଗଲେ ଅନୁଭବ କରିବ ଯେ ପ୍ରକୃତରେ ଯାହା ସେ ଖୋଜୁଛି ସେ ପାଇବ ନାହିଁ। ତେଣୁ ସେ ଫେରିଆସିବ। ମାଗିଲେ ତୁମେ ଯାଅ, ତୁମେ ଯାଇ ଦେଖ ବାହାର ପୃଥିବୀ ତୁମକୁ କ'ଣ ଦେଉଛି। ବାହାର ପୃଥିବୀ ବା ସେ ସଂସାର ଭିତରେ ତୁମେ ରହିକରି ତୁମେ କ'ଣ ପାଉଛ କ'ଣ ନ ପାଉଛ ତାକୁ ଅନୁଭବ କର। I will be with you always in your aspiration towards a more true future blessings। या अधिक यथार्थ भविष्य लगी तुम अभिप्सारे मु सर्वदा तुम सहित रही। तुम्हें जो अभिप्साटे करुच भविष्य जीवन पाई मु सबु बेले तुम सहित रही। पुणी माँ लिखिले यहीठार ही अनुभव लगी संभाव्य बृहत्तर क्षेत्रटी विद्यमान रही। कारण से क्षेत्र एठार स्थूलतम स्तर जावतीय कार्य मध्यवर्ती जावतीय भूमि समेत सबुठ अधिक आध्यात्मिक स्तर गुड़िक पर्यटन प्रसारित हो रही। माँ लिखिले जे यही जो आश्रम एभली एक आश्रम एभली एक क्षेत्र, ये क्षेत्र ये सब प्रकार संभावना रही। आध्यात्मिक स्तर गुड़िक पर्यंत जमी जड़े आश्रम रहा तार यही स्थूल जीवन में से आध्यात्मिक स्तर गुड़िक को स्पर्श कर। तेणु माँ लिखिले तेणु जदि मनुष्य विषय अभिज्ञता लाभ करने निमंते तुम्हें जेपरी कहूछ, जदि तुम्हें एठार अन्यत्र चली जाबार आवश्यकता अनुभव करुछ, तेबे तार कारण होछि जे तुम्हें जो सब निर्बोध कार्य मान करने को इच्छा करुछ, बाहर को गले तुम्हें से सब कार्य करिवार स्वाधीनता पाइबा को इच्छा करुछ। माँ कहले तुम्हें जिते जन चाहूँचे जो साधु को माँ लिखुंट जे तुम्हें जिते चाहूच आश्रम जावाई से संसार भीतर को जावाई, ता अर्थ संसार को गले जो गुड़िक कार्य तुम करने गोटे स्वाधीनता मिल जाव। से निर्बोध कार्य करने तुम भितर इच्छाटी रही। से निर्बोधता भितर प्रवेश करने तुम्हें चाहूच, जेहेतु एठी से स्वाधीनता ना। आश्रम अनेक कथार बारण रही से गुड़ा आम पढ़ी केते कथा बारण सब रखा रही। तेणु जो कथा गुड़िक आश्रम बारण से कथाटी तुमको सहजरे मिल जाव कौटना बाहर दुनिया। तेणु तुम्हें से तुम्हें जावाक चाहूच एवं यह हूँ निर्बोधता छड़ा कि। तेणु माँ लिखिले व्यक्तिर अग्रगति निमित्त जो सब यथार्थ अभिज्ञतार आवश्यकता रही सेगुड़िक जड़े व्यक्ति बास करुवा परिस्थिति बा परिवेश उपर आदौ निर्भर करना। सेगुड़िक अंतर्गत दृष्टिकोण तथा अग्रगति लगी एक यथार्थ इच्छा उपर निर्भर करता। जनाकर अग्रगति से जो अग्रगति ता भीतर जो आध्यात्मिक अग्रगति सब बेले चली से आध्यात्मिक अग्रगति जो अभिज्ञता से हासिल कर से कौटी अभिज्ञता हासिल कर कोलाहल भी अभिज्ञता हासिल कर निर्जनतार भी अभिज्ञता हासिल कर से मशाणी हो जनपदटी हो गृहर हो जंगलर से पर्वत गुहार हो कौन से जड़े जनक जो आस्फुराटी आसब माँ लिखिं गोटे युद्ध क्षेत्र में जड़े साधना करें जोटी एक जोटी युद्ध चली गोटे हिंसात्मक कार्य से जड़े समता अवस्था जो थी से साधना करें। तेणु ये जो अभिज्ञता यथार्थ अभिज्ञता मनुष्य हासिल करने कौन सी बाह्य परिस्थिति दायी हम ना। से कोलाहल हो निर्जनवास हो ये आवश्यक कौन अंतर्गत दृष्टिकोण यथार्थ भाव यथार्थ इच्छाटी कौन तार उपर ही निर्भर कर। तेणु माँ कहले जदि तुम्हें आत्मार परिचय लाभ करने इच्छा करुथाओ ताहाकु जानी ताहार आदेश पालिबाकु चाहूथाओ तेबे जहा हो पछके तुम्हें यहीठार ही रुह। जो साधक जनक बारंबार चाहूँगी आश्रम त्याग कर माँ कहते
ଯଦି ତୁମେ ଚାହୁଁଛ ଆତ୍ମାର ପରିଚୟ ଲାଭ କରିବା ପାଇଁ, ଯଦି ତୁମେ ସ୍ପିରିଚୁଆଲ୍ ଡେଭଲପମେଣ୍ଟ ଅଗ୍ରଗତି ଚାହୁଁଛ, ତାହେଲେ ଯାହା ହଉ ପଛକେ ତୁମେ ଏଇଠାରେ ହିଁ ରୁହ। ମାତ୍ର ଯଦି ତୁମେ ଏହା ଜୀବନ ଲକ୍ଷ୍ୟ ହୋଇନଥାଏ, ଏହା ତୁମ ଜୀବନର ଲକ୍ଷ୍ୟ ହୋଇନଥାଏ ଏବଂ ଯଦି ତୁମେ ବିପୁଳ ଅଧିକ ସଂଖ୍ୟକ ମଣିଷଙ୍କର ଜୀବନ ପରି ଏକ ଜୀବନ ଅତିବାହିତ କରିବାକୁ ଇଚ୍ଛା କରୁଥାଅ, ତେବେ ତୁମେ ଅବଶ୍ୟ ନିଜ ପରିବାର ପାଖକୁ ଫେରିଯିବ। ମା କହିଲେ, ଯଦି ତୁମେ ଚାହୁଁଛ ତୁମ ପରିବାରକୁ ପାଖକୁ ଫେରିଯିବା ପାଇଁ, କାରଣ ସାଧାରଣ ଅଧିକ ସଂଖ୍ୟକ ବା କୋଟି କୋଟି ମଣିଷ ଯେଉଁଭଳି ଜୀବନ ବଞ୍ଚୁଛନ୍ତି, ଯଦି ସେଇଭଳି ଗୋଟେ ସାଧାରଣ ଜୀବନ ବଞ୍ଚିବା ପାଇଁ ତୁମେ ଚାହୁଁଛ, ସେଇଭଳି ଜୀବନଟା ଅତିବାହିତ କରିବା ପାଇଁ ଚାହୁଁଛ, ତାହେଲେ ତୁମ ଖୁସିରେ ତୁମ ପରିବାର ପାଖକୁ ଫେରିଯାଅ। କାରଣ ଏହା ହେଉଛି ତୁମ ଜୀବନର, ସେଇଟା ତୁମ ଲକ୍ଷ୍ୟ। ଆଧ୍ୟାତ୍ମିକ ଅଗ୍ରଗତି ତୁମ ଜୀବନର ଲକ୍ଷ୍ୟ ନୁହେଁ। ତୁମେ ସେ ସମସ୍ତଙ୍କ ପରି ସମସ୍ତେ ଯେଉଁଭଳି ଜୀବନଟି ବଞ୍ଚିବା ପାଇଁ ଚାହୁଁଛନ୍ତି, ତୁମେ ସେଇଭଳି ଜୀବନଟେ ବଞ୍ଚିବା ପାଇଁ ଚାହୁଁଛ। ତେଣୁ ଯଦି ସେଇଭଳି ଜୀବନଟେ ବଞ୍ଚିବା ପାଇଁ ଚାହୁଁଛ, ତୁମେ ଚାଲିଯାଇ। ଏବଂ ମା ପୁଣି ଲେଖୁଛନ୍ତି, ଯଦି ତୁମେ ଚାଲିଗଲେ ମୁଁ ପ୍ରକୃତ ଦୁଃଖିତ ହେବି। ତୁମର ଯିବା ଆଦୌ ଆବଶ୍ୟକ ହେବ ନାହିଁ ବୋଲି ମୁଁ ଆଶା କରିଥିଲି। ମାତ୍ର ଯଦି ନିଜକୁ ଏତେ ବେଶୀ ଦୁର୍ଦ୍ଦଶାଗ୍ରସ୍ତ ଅନୁଭବ କରୁଛ ଓ ନିଜ ବିଷୟରେ ଏତେ ବେଶୀ ଅନିଶ୍ଚିତ ହୋଇ ରହିଛ, ତେବେ କିଛି ଦିନ ପାଇଁ ବାହାରକୁ ଯାଇ ନିଜର ସ୍ଥିରତା ଫେରି ପାଇବା ହୁଏତ ବାଞ୍ଛନୀୟ ହୋଇପାରେ। ମୁଁ ତୁମ ଲାଗି ଦ୍ୱାର ଉନ୍ମୁକ୍ତ ରଖିଥିବି ଏବଂ ତୁମେ ଯଥେଷ୍ଟ ପରିମାଣରେ ଶକ୍ତିଯୁକ୍ତ ହୋଇଯିବା ମାତ୍ରେ ହିଁ ପୁନର୍ବାର ଏଠାକୁ ଫେରିଆସିବ। କେତେ କରୁଣାମୟୀ ମା ଦେଖନ୍ତି ଶେଷ ପର୍ଯ୍ୟନ୍ତ ମା ଚାହୁଁଛନ୍ତି ତାଙ୍କ ସାଧକ, ତାଙ୍କ ସନ୍ତାନ କିପରି ଭାବରେ ଗୋଟିଏ ସେ ନୂତନ ଜଗତର ଯେଉଁ ନିର୍ମାଣ କାର୍ଯ୍ୟଟି ଚାଲିଛି, ସମସ୍ତେ ସେଥିରେ ଅଂଶୀଦାର ହୁଅନ୍ତୁ। ମା ତା କାହାକୁ ଜୋର କରି ବାଧ୍ୟ କରି କାନ ଧରି ତାକୁ କାହାକୁ ଅଟକେଇ ପାରିବେ ନାହିଁ। ମା ତାଙ୍କର ସେ କରୁଣା, ତାଙ୍କର ସେଇ କୃପା ବଳରେ ସେ ଚାହୁଁଛନ୍ତି ତାଙ୍କ ସନ୍ତାନମାନେ ଏଇ ମାର୍ଗଟିକୁ ଗ୍ରହଣ କରନ୍ତୁ। ତେଣୁ ମା କହିଲେ ଯେ ତୁମେ ଯଦି ପ୍ରକୃତରେ ତୁମେ ଚାଲିଯାଅ, ପ୍ରକୃତିରେ ମୁଁ ବହୁତ ଦୁଃଖିତ ହେବି। ଏବଂ ସେଇ ଯଦି ତୁମେ ଆବଶ୍ୟକ ମନେ କରୁଛ, ତାହେଲେ ଏବଂ ଗୋଟେ ନିଜକୁ ଗୋଟେ ଦୁର୍ଦ୍ଦଶାଗ୍ରସ୍ତ ଅନୁଭବ କରୁଛ ବା ନିଜକୁ ଗୋଟେ ତୁମେ ଅନିଶ୍ଚିତ ହେଇକିରି ଜୀବନ ବଞ୍ଚୁଛ, ତାହେଲେ ତୁମେ ବାହାରକୁ ଯିବ। ବାହାରକୁ ଯାଇକରି ଯେତେବେଳେ ପର୍ଯ୍ୟନ୍ତ ତୁମ ଭିତରେ ପୁଣି ସେଇ ପ୍ରତ୍ୟୟଟି ଫେରି ନ ଆସିଛି ଯେ ଆଶ୍ରମ ହିଁ ମୋ ପାଇଁ, ସେ ମାଆଙ୍କର କୋଳ ହିଁ ମୋ ପାଇଁ ସର୍ବୋତ୍ତମ, ସର୍ବଶ୍ରେଷ୍ଠ ଆଶ୍ରୟସ୍ଥଳ ହେଉଛି ମାଆଙ୍କର ପଣତକାନି, ଯେ ପର୍ଯ୍ୟନ୍ତ ତୁମର ସେ ହୃଦ୍ବୋଧଟି ନ ହେଇଛି, ସେ ପର୍ଯ୍ୟନ୍ତ ତୁମେ ବାହାରେ ଥାଅ। ଯେତେବେଳେ ସେଇ ପ୍ରତ୍ୟୟଟି ବିଶ୍ୱାସ ତୁମ ଭିତରେ ଆସିବ ଯେ ନାଇଁ, ଆଶ୍ରମ ଛଡ଼ା ମୋତେ ସେ ସୁଖ କେହି ଦେଇପାରିବେ ନାହିଁ, ପ୍ରକୃତିରେ ଗୋଟେ ଅନ୍ୱେଷଣ ଭାବ ଯେ ପର୍ଯ୍ୟନ୍ତ ନିଜ ଭିତରେ ନ ଆସିଛି, ଯେମିତି ଗୌତମ ବୁଦ୍ଧ କିଛି ତାଙ୍କୁ ଅଟକାଇ ପାରିଲା ନାହିଁ। ରାଜସିଂହାସନ, ସୁନ୍ଦରୀ ପତ୍ନୀ, ପୁତ୍ର, କନ୍ୟା, କିଛି ମଧ୍ୟ ବିଳାସମୟ ଜୀବନ କିଛି ବି ତାଙ୍କୁ ଅଟକାଇ ପାରିଲା ନାହିଁ। ତାଙ୍କ ଭିତରେ ସେ ଯେଉଁ ଅନ୍ୱେଷଣ ଭାବଟି ଥିଲା, ସବୁ ଛାଡ଼ିକି ଚାଲି ଆସିଲେ। ଏ ପ୍ରକୃତ ଆନନ୍ଦ ୟା ଭିତରେ ନାହିଁ। ପ୍ରକୃତ ଆନନ୍ଦ ଯେଉଁଠି ଅଛି ତାରି ଅନ୍ୱେଷଣରେ ଗୌତମ ବୁଦ୍ଧ ଚାଲି ଆସିଲେ ତାକୁ ଖୋଜିବା ପାଇଁ। ତେଣୁ ମା ଲେଖିଲେ ଯେ ପର୍ଯ୍ୟନ୍ତ ତୁମ ଭିତରେ ସେଇ ପୂର୍ବ ବିଶ୍ୱାସରେ ନ ଆସିଛି ଯେ ମୋ ପାଇଁ ପ୍ରକୃତରେ ଏଇ ଯେଉଁ ସଂସାରର ଜୀବନ ମୋ ପାଇଁ ଉପଯୁକ୍ତ ନୁହେଁ। ମା ବେଳେବେଳେ କ'ଣ କରନ୍ତି, ଯେଉଁମାନେ ସାଧକ ସେଠି ଲେଖନ୍ତି, ମା ମୁଁ ସଂସାର ଏ ପରିବାର ଛାଡ଼ିକି ଚାଲିଯିବାକୁ ଚାହୁଁଛି, ମୁଁ ରହିବାକୁ ଚାହୁଁନି। ଯଦି ବା ତାଙ୍କ ଉପରେ, ସେଇ ବ୍ୟକ୍ତିଟି ଉପରେ ଗୋଟେ ପରିବାର ନିର୍ଭର କରୁଥାଏ, ବୁଢ଼ା ପିତାମାତା ନିର୍ଭର କରୁଥାନ୍ତି, ତଥାପି ସେ କ୍ଷେତ୍ରରେ ମଧ୍ୟ ମା କହିଛନ୍ତି ଯେ ସବୁ ଛାଡ଼ି ଦେଇ ତୁମେ ଚାଲି ଆସ। ମା ଦେଖନ୍ତୁ ତା ସୋଲ୍ଟି କ'ଣ ଚାହୁଁଛି, କେତେ ପ୍ରସ୍ତୁତ। ତାଙ୍କ ପିତାମାତାଙ୍କ କଥା ବୁଝିବା ପାଇଁ ଆଉ କିଛି ବ୍ୟବସ୍ଥା ଥାଇପାରେ, ମା ତାଙ୍କୁ କହନ୍ତି ଚାଲି ଆସ। ସେହି କ୍ଷେତ୍ରରେ ଅନ୍ୟ କେହି ଜଣେ ଯେତେବେଳେ ସେ ଏକ ପ୍ରକାର ପ୍ରଶ୍ନ କରନ୍ତି, ମାଙ୍କ ପାଖକୁ ଚିଠି ଲେଖନ୍ତି ଯେ ମା ମୋ ଉପରେ ପରିବାରର ଏଇଭଳି ବୋଝଟି ରହିଛି, ତଥାପି ମୁଁ ଯିବାକୁ ଚାହୁଁଛି, ମା ତାଙ୍କୁ ଉତ୍ତର ଦିଅନ୍ତି ଯେ ତୁମେ ଏବେ ରୁହ, ତୁମେ ବୃଦ୍ଧ ପିତାମାତାଙ୍କର ସେବା କର, ତୁମର ଆସିବାର ସମୟ ହୋଇନାହିଁ। ତେଣୁ ମା ଦେଖନ୍ତେ ପ୍ରକୃତରେ
କିଏ କେତେ ପ୍ରସ୍ତୁତ, କାହା ପାଇଁ ସମୟର ଆହ୍ୱାନ, ସେ ଡାକରାଟି କେଉଁ ସମୟରେ କାହା ପାଇଁ ପ୍ରଯୁଜ୍ୟ ମା ଜାଣନ୍ତି। ସେ ଅନୁସାରେ ମା ଆମନ୍ତ୍ରଣ କରନ୍ତି। ତେଣୁ ଏଠି ମା ସେ ସାଧୁଙ୍କୁ କହିଲେ ଯେ ମୋ ସବୁବେଳେ ପାଇଁ ମୋ ଦ୍ୱାରଟି ଉନ୍ମୁକ୍ତ ହୋଇ ରହିଛି ତୁମ ପାଇଁ। ଯେତେବେଳେ ତୁମେ ଚାହିଁବ ସେତେବେଳେ ତୁମେ ଆସିପାରିବ। ଯେତେବେଳେ ଯଥେଷ୍ଟ ପରିମାଣରେ ତୁମେ ଶକ୍ତିଯୁକ୍ତ ହୋଇଯିବ, ତୁମ ଭିତରେ ସେଇ ପୁନର୍ବାର ଶକ୍ତିଟି ଫେରିଆସିବ ଯେ ନା କୌଣସି ପ୍ରକାର ବାଧା ବନ୍ଧନ, ସେ ପୁତ୍ର କନ୍ୟା ପରିବାର ଘର ଏ ସମ୍ପର୍କ ଏ ସବୁଗୁଡ଼ିକ ଯେତେବେଳେ ତୁମ ପାଇଁ ଅନୁଭବ କରିବ ଯେ ଏଗୁଡ଼ିକ ଆଦୌ ମୋ ପାଇଁ ଆବଶ୍ୟକ ନୁହେଁ, ଏଭଳି ଯେତେବେଳେ ଗୋଟେ ଶକ୍ତି ତୁମ ଭିତରେ ଆସିବ, ସେତେବେଳେ ତୁମେ କ'ଣ କରିବ ନା ସେତେବେଳେ ଫେରିଆସିବ। ଏବଂ ଯଦି ଏହାପରେ ତୁମେ ଯୋଗ ସାଧନା ପାଇଁ ଓ ଏକ ଦିବ୍ୟ ଜୀବନ ଅତିବାହିତ କରିବା ପାଇଁ ଏଠାକୁ ଆସିବ, ତେବେ ସବୁ କଥା ଅତ୍ୟନ୍ତ ସହଜ ହୋଇଯିବ। ଏଠାରେ ରହିବା ଦ୍ୱାରା ତୁମର ଦୃଷ୍ଟି ଏବଂ ବୋଧଶକ୍ତି ଯଦି ପ୍ରସାରିତ ହୋଇଥାଏ ଏବଂ ଚେତନା ଗଭୀରତର ହୋଇପାରିଥାଏ, ତେବେ ମୁଁ ନିଶ୍ଚୟ ଖୁବ୍ ଖୁସି। ମା କହିଲେ ଯେ ତୁମେ ଯେତେବେଳେ ଗୋଟେ ଦିବ୍ୟ ଜୀବନ ପାଇଁ ଏଠାକୁ ଯେତେବେଳେ ତୁମେ ଚାଲି ଆସିବ, ସେତେବେଳେ ସବୁ କଥା ସହଜ ହୋଇଯିବ। ଆଉ କିଛି ତୁମ ପାଇଁ ଜଟିଳ ହୋଇକି ରହିବ ନାହିଁ। ଆଉ କୌଣସି ପ୍ରକାର ପ୍ରଶ୍ନ ଆଉ ରହିବ ନାହିଁ। ଯିବି ନା ଯିବିନି, ରହିବି ନା ରହିବିନି, କେଉଁଠିକି ବାଛିବି, ଏଠିକୁ ସଂସାରକୁ ବାଛିବି ନା ଆଶ୍ରମକୁ ବାଛିବି, ଏ ସଂସାରର ଏ ସୁଖ ସ୍ୱାଚ୍ଛନ୍ଦ୍ୟ ବାଛିବି ନା ସେ ଆଶ୍ରମର ଜୀବନଟାକୁ ବାଛିବି, ସେତେବେଳେ ଆଉ ପ୍ରଶ୍ନ କିଛି ରହିବ ନାହିଁ। ଗୋଟିଏ ନିଷ୍ପତ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଗୋଟିଏ ସିଦ୍ଧାନ୍ତରେ ତୁମେ ପହଞ୍ଚିଯିବ। କୌଣସି ପ୍ରକାର ପ୍ରଶ୍ନ ଆଉ ତୁମକୁ ବ୍ୟସ୍ତ କରିବ ନାହିଁ, ବ୍ୟସ୍ତ ବିବ୍ରତ କରିବ ନାହିଁ। ତେଣୁ ସେତେବେଳେ ଯୋଗ ସାଧନା କରିବା ପାଇଁ, ଏବେ ଗୋଟିଏ ଦିବ୍ୟ ଜୀବନ ଅତିବାହିତ କରିବା ପାଇଁ ସେତେବେଳେ ତୁମେ ଉପଯୁକ୍ତ ହୋଇଥିବ। ମା ତାଙ୍କର ସନ୍ତାନମାନଙ୍କୁ ଏଇଭଳି ଭାବରେ, କାହାକୁ ଆଶ୍ରମରୁ ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି, ମା ତାଙ୍କୁ ଏଇଭଳି ଭାବରେ ତାଙ୍କର ଭିତରେ ଏଇ ପ୍ରତ୍ୟୟଟି ତାଙ୍କ ଭିତରେ ଦେଉଛନ୍ତି, ଶକ୍ତି ଦେଉଛନ୍ତି, ସାହସ ଦେଉଛନ୍ତି। ଏବଂ ଆଜି ଏଇ ଯେଉଁ ଲିଭିଂ ଦ ଆଶ୍ରମ ଏଇଠି ସରିଲା। ଆପରେ ଅଛି ଆଶ୍ରମ ବାହାରେ ଥିବା ବ୍ୟକ୍ତିମାନଙ୍କ ସହିତ ସମ୍ବନ୍ଧ, ରିଲେସନ୍ସ ୱିଥ୍ ପର୍ସନ୍ସ ଆଉଟସାଇଡ଼୍ ଦ ଆଶ୍ରମ। ପରବର୍ତ୍ତୀ କ୍ଲାସ୍ରେ ଆମେ ସେ ବିଷୟରେ ଆଲୋଚନା କରିବା। ଆଜି ସମୟ ହୋଇଯାଇଛି। ମା ପ୍ରଭୁଙ୍କ ପାଦ ପଦ୍ମରେ ଆଲୋଚନାଟିକୁ ନିବେଦନ କରୁଛି। ସମସ୍ତ ପ୍ରଣାମ। ବନ୍ଦେ ମାତରମ୍।